ଭାରତ ଏକ ଗ୍ରାମବହୁଳ ଦେଶ ଅଟେ। ଏଠାରେ 70% ଲୋକ ଗ୍ରାମରେ ବାସ କରିଥାନ୍ତି। କେତେକ ବହିରେ ମଧ୍ୟ ଏହା 80% ଲୋକ ମଧ୍ୟ ଲେଖା ହେଇଛି। 80% ଲୋକ ମଧ୍ୟ ଗ୍ରାମରେ ବାସ କରନ୍ତି, କେତେକ ବହିରେ ଲେଖା ହେଇଛି। ଏଣୁ 70% ଲେଖିବେ ବି ଠିକ୍ ହେଇବ, 80% ଲେଖିଲେ ମଧ୍ୟ ଏହା ଠିକ୍ ହେବ। ହେଲା, ଗ୍ରାମ ହେଉଛି ଭାରତର ସାମାଜିକ କ୍ଷେତ୍ରରେ ଏହା ଏକ ପ୍ରାଣକେନ୍ଦ୍ର ଅଟେ। ଏହା ଏପରି ସ୍ଥାନ ଅଟେ ଯେଉଁଠାରେ କି କୃଷି କ୍ଷେତ୍ର ପ୍ରଚୁର ପରିମାଣରେ ଅଛି ଏବଂ ଯୌଥ ପରିବାରମାନ ଏଠାରେ ପ୍ରଚୁର ପରିମାଣରେ ଗଢ଼ି ଉଠିଥାଏ। କାରଣ ଏଠାରେ କୃଷି କ୍ଷେତ୍ର, ବାସସ୍ଥାନ ପ୍ରଚୁର ମାତ୍ରାରେ ଥିବାରୁ ଯୌଥ ପରିବାରମାନ ଅତ୍ୟଧିକ ପରିମାଣରେ ଗଢ଼ି ଉଠିଥାଏ। କିନ୍ତୁ ସହରରେ ଯେହେତୁ ରହିବା ସ୍ଥାନର ଅଭାବ ଥିବା ହେତୁ ଏଠାରେ କେବଳ ଐକିକ ପରିବାରମାନ ତିଆରି ହୋଇଥାଏ। ତେଣୁ ଆମେ ଦେଖିବାକୁ ଗଲେ ଗ୍ରାମ ହେଉଛି ଏକ ଭୌଗୋଳିକ ଆଞ୍ଚଳିକ ପରିବେଶ ଯେଉଁଠାରେ କି କେବଳ କୃଷି ଏବଂ ସରଳ ଜୀବନଯାପନ ପ୍ରଣାଳୀ ବିଦ୍ୟମାନ ଅଟେ। ତେବେ ଆଜି ଆମେ ଗୋଟେ ତାର ସଂଜ୍ଞା ଦେଖିବା, ଡେଫିନେସନ୍ସ। A were the village community, that is the sociologist Redfield or the ସମାଜଶାସ୍ତ୍ରବିତ୍ ରେଡଫିଲ୍ଡ କହନ୍ତି ଗ୍ରାମ ହେଉଛି ଏକ ଜୀବନ ଧାରଣ ପ୍ରଣାଳୀ ଏବଂ ମେରିଲ୍ ଏଲ୍ ରିଡିଜ୍ ସୋସିଓଲୋଜିଷ୍ଟ ତାଙ୍କ ମତରେ ମୌଳିକ ସ୍ୱାର୍ଥରେ ଭାଗ ନେଉଥିବା ବହୁ ଗୁଡ଼ିଏ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଦ୍ୱାରା ସମାବେଶିତ ଏକ କ୍ଷୁଦ୍ର କେନ୍ଦ୍ରକୁ ବା ଛୋଟିଆ କେନ୍ଦ୍ରକୁ ଗ୍ରାମ୍ୟ ସମୁଦାୟ କୁହାଯାଏ। ତାହେଲେ ଆମେ ଏହାର ଆଜି ଲକ୍ଷଣ ଦେଖିବା। ଲକ୍ଷଣ ଅର୍ଥ କେଉଁ କେଉଁ କାରଣ ଯୋଗୁଁ ଗ୍ରାମ୍ୟ ସମୁଦାୟ ଆମେ ତାକୁ କହିବା। କେତେକ ଲକ୍ଷଣ ଏଠାରେ ଦେଖାଯାଏ, ଯଥା କ କ୍ଷୁଦ୍ର ଆକାର, ଛୋଟିଆ ଆକାର। ଏଠାରେ ଗ୍ରାମ୍ୟ ସମୁଦାୟ ଗୁଡ଼ିକ ଆକାରରେ କ୍ଷୁଦ୍ର ଅଟନ୍ତି, କାରଣ ଏଠାରେ 5000ରୁ କମ୍ ଲୋକ ବାସ କରନ୍ତି। ମୁଁ ଆଗରୁ କହିଛି 5000 ଲୋକ ସଂଖ୍ୟା ବିଶିଷ୍ଟ ସ୍ଥାନ ଯାହାକି ଅତ୍ୟଧିକ 5000 ଥିବ ତାହାକୁ କୁହାଯିବ ସହର। ଛୋଟିଆ କିମ୍ବା ବଡ଼ ସହର କୁହାଯିବ। ବା କହିବା ଆମେ ଯଦି 5000ରୁ କମ୍ ଲୋକ ବାସ କରିବେ ତାହାକୁ କହିବା ଆମେ ଛୋଟ କିମ୍ବା ବଡ଼ ଗ୍ରାମ। ତେଣୁ ଗ୍ରାମ ଅର୍ଥ 5000ରୁ କମ୍ ଲୋକ ବାସ କରିବେ। ଦ୍ୱିତୀୟ କଥା ହେଉଛି ଖ ସାମୁଦାୟିକ ମନୋଭାବ। ଏକ ଗ୍ରାମରେ ସଦସ୍ୟମାନଙ୍କ ମଧ୍ୟରେ ସାମୁଦାୟିକ ମନୋଭାବ ରହିଥାଏ। ସେମାନେ ଆମ ଭାବନା, ୱି ଫିଲିଙ୍ଗସ୍, ଦେ ଆର୍ ପ୍ରେଜେଣ୍ଟ ଆଇ ଏଭ୍ରି ପର୍ସନ୍ସ they have to indicate himself as or herself as I ଅର୍ଥ ମୁଁ। ପ୍ରତ୍ୟେକ ଆଇ ମିଶିଲେ ସମସ୍ତେ କୁହନ୍ତି ଆମେ। ଆମେ ଅର୍ଥ ଆମ ସମସ୍ତଙ୍କର। ତେଣୁ ଏଠାରେ ସମସ୍ତେ ନିଜ ନିଜ ଭିତରେ ଏକତା ଏବଂ ସାମୁଦାୟିକ ମନୋଭାବରେ ଜଡ଼ିତ ଥାନ୍ତି। ଗ ପ୍ରାଥମିକ ସମ୍ପର୍କ। ପ୍ରାଥମିକ ସମ୍ପର୍କ ଅର୍ଥ ମୁହାଁମୁହିଁ ସମ୍ପର୍କ, ପ୍ରତ୍ୟକ୍ଷ ସମ୍ପର୍କ। There are direct relations between the every persons in village communities. They are the direct relations. ମୁହାଁମୁହିଁ ସମ୍ପର୍କ କରନ୍ତି। କେମିତି ନା ସେମାନେ ତାଙ୍କର ବ୍ୟକ୍ତିଗତ ଏବଂ ଅନ୍ତରଙ୍ଗ ଯେଉଁ ସମ୍ପର୍କ ଥାଏ ବା କକା, ଦଦା, ନାନୀ ରକ୍ତଗତ ସମ୍ପର୍କ ନହେଲେ ମଧ୍ୟ ପରସ୍ପର ପ୍ରତି ସେମାନେ କ'ଣ କରନ୍ତି ନା ମୁହାଁମୁହିଁ ସମ୍ପର୍କ ରଖିଥାନ୍ତି। ତାହା ପ୍ରାଥମିକ ସମ୍ପର୍କ ଅଟେ। ଖ ବା 4 ନମ୍ବର ପଏଣ୍ଟ ଧର୍ମରେ ବିଶ୍ୱାସ। ସେମାନେ ଏପରି ଗଭୀର ବା ଗୁରୁତର ଧର୍ମକୁ ବିଶ୍ୱାସ କରନ୍ତି ଯାହାକି
ଶସ୍ୟ ଅମଳ କରିବା, ଜନ୍ମ, ବିବାହ, ମୃତ୍ୟୁ ପ୍ରଭୃତି କାର୍ଯ୍ୟରେ ଧାର୍ମିକ ଉତ୍ସବ ପାଳନ କରନ୍ତି। ସେମାନେ କୃଷି କ୍ଷେତ୍ରରେ କାମ କଲାବେଳେ ପୂଜା ପର୍ବଣ କରନ୍ତି ଏବଂ ପ୍ରକୃତିକୁ ଏକ ନିଜର ଦେବତା ରୂପେ ମାନିଥାନ୍ତି। 5 ନମ୍ବର ପଏଣ୍ଟ, ଯୌଥ ପରିବାର ପଦ୍ଧତି। ଏଠାରେ ଅତ୍ୟଧିକ କୃଷି କ୍ଷେତ୍ର ଏବଂ କିଛି ରହିବା ବାସସ୍ଥାନ ଥିବା ହେତୁ ସମସ୍ତେ ଯୌଥ ପରିବାର ଅର୍ଥ 10-15 ଲୋକ ଗୋଟା ଜାଗାରେ ବାସ କରନ୍ତି ବା ଖୁସିରେ ରହନ୍ତି। ନେକ୍ସଟ ପଏଣ୍ଟ ହେଉଛି 6, ପ୍ରତିବେଶୀର ଗୁରୁତ୍ୱ। ଗ୍ରାମ୍ୟ ସମୁଦାୟରେ ପ୍ରତିବେଶୀ ମୁଖ୍ୟ ସ୍ଥାନ ଅଧିକାର କରିଥାଏ। ପ୍ରତିବେଶୀର ସଦସ୍ୟମାନେ ପରସ୍ପର ସହ ଘନିଷ୍ଠ ଭାବେ ସମ୍ପୃକ୍ତ ଅଟନ୍ତି ଏବଂ ପରସ୍ପର ଠାରୁ ସାହାଯ୍ୟ ସହାୟତା ଆଶା କରିଥାନ୍ତି। ସେମାନଙ୍କ ମଧ୍ୟରେ ଘନିଷ୍ଠ ସାମାଜିକ ସମ୍ପର୍କ ନିହିତ ଥାଏ। ଗ୍ରାମରେ ଯେକୌଣସି ଘଟଣାରେ ସେମାନେ ପରସ୍ପରକୁ ସାହାଯ୍ୟ କରିଥାନ୍ତି। ବିଶେଷ ଭାବେ ବ୍ୟକ୍ତି ସ୍ୱାତନ୍ତ୍ର୍ୟ ନଥାଏ, ଅର୍ଥ ଏକଲା ସେମାନେ ବଞ୍ଚନ୍ତିନି, ସେମାନେ ସମସ୍ତଙ୍କୁ ସାହାଯ୍ୟ କରନ୍ତି, ପରସ୍ପର ନିବିଡ଼ ସହଯୋଗରେ ବାସ କରିଥାନ୍ତି। 7 ନମ୍ବର ପଏଣ୍ଟ, କୃଷିଭିତ୍ତିକ ଅର୍ଥନୀତି। ସେଠାକାର ଲୋକମାନେ ବା ଗ୍ରାମର ଲୋକମାନେ କେବଳ କୃଷି ଏବଂ ପଶୁପାଳନ, ଚାଷ କରିବା, କିଛି ପଶୁଙ୍କୁ ପାଳିବା ତାଙ୍କର ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟ। ଜୀବିକା ମଧ୍ୟ ମନୁଷ୍ୟକୁ ଦରକାର କ'ଣ? ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ। ଯେ ଖାଦ୍ୟ ନାହିଁ ତ ବଞ୍ଚିପାରିବା ନାହିଁ, ବାସସ୍ଥାନ ନାହିଁ ତ ରହିପାରିବା ନାହିଁ, ଏବଂ ଯେ ବସ୍ତ୍ର ମିଳିବନି ତ ଲଜ୍ଜା ନିବାରଣ କରିପାରିବ ନାହିଁ। ତେଣୁ ଏ 3ଟା ଯୋଗାଡ଼ କରିବା ପାଇଁ ହୁଏତ ସେମାନେ କ'ଣ କରନ୍ତି? ଏ କୃଷିକୁ ନିଜର ଜୀବନ ନିର୍ବାହନ ମାର୍ଗ ବାଛିଥାନ୍ତି। ତାପରେ ହେଉଛି କ'ଣ ନା ରକ୍ଷଣଶୀଳତା। 8 ନମ୍ବର ପଏଣ୍ଟ, ଗ୍ରାମବାସୀମାନେ ବିଶେଷ ଭାବେ ରକ୍ଷଣଶୀଳ ଅଟନ୍ତି। ସେମାନେ ବିଶେଷତଃ ପୁରୁଣା ପ୍ରଥା ପରମ୍ପରାକୁ ବଜାୟ ରଖନ୍ତି। ସେମାନଙ୍କର ବ୍ୟବହାର ଅତିଶୟ ଭାବେ ପାରମ୍ପରିକ ମୂଲ୍ୟବୋଧ ଏବଂ ବିଶ୍ୱାସ ଦ୍ୱାରା ପରିଚାଳିତ ହୋଇଥାଏ। ସେମାନେ ଯେକୌଣସି ପରିବର୍ତ୍ତନକୁ ସହଜରେ ଗ୍ରହଣ କରନ୍ତି ନାହିଁ। ଭାରତୀୟ ଗ୍ରାମଗୁଡ଼ିକରେ ଏହି ରକ୍ଷଣଶୀଳତା ବିଷୟରେ ସାର୍ ଚାର୍ଲସ ମେଟକାଫ୍ କହନ୍ତି, ସମସ୍ତଙ୍କର ପତନ ଘଟିପାରେ, ମାତ୍ର ଗ୍ରାମ୍ୟ ସମୁଦାୟର ପତନ ଘଟେ ନାହିଁ। 9 ନମ୍ବର ପଏଣ୍ଟ ହେଉଛି ସରଳ ଏବଂ ନିରାଡମ୍ବର ଜୀବନଯାପନ। ସେମାନେ ସାଧା ସିଧା ଜୀବନଯାପନକୁ ଗ୍ରହଣ କରନ୍ତି। ସେମାନଙ୍କର ଅଭାବ ଅସୁବିଧା ସୀମିତ ଏବଂ ଏଗୁଡ଼ିକ ଗ୍ରାମରେ ହିଁ ପୂରଣ ହୋଇଥାଏ। ବିଷ୍ଣୁ ଯାହା ଆଦାୟ କରନ୍ତି ତାହାର ତାଙ୍କର କିଣିବା, ଦାନ କରିବା, କୌଣସି ଅତିଥିକୁ ସତ୍କାର କରିବା, ଏଥିରେ ସେମାନେ ତାହା ଖର୍ଚ୍ଚ କରନ୍ତି ଏବଂ ଜୀବନ ନିର୍ବାହ କରନ୍ତି। କେତେକ ନିୟମ ମଧ୍ୟ ତାଙ୍କର ଥାଏ। ବିବାହ, ବ୍ରତ କିମ୍ବା କୌଣସି ବେଳା ମଗୁଛବ ରହିଲେ ମଧ୍ୟ ଏହି ଅର୍ଥକୁ ବିନିଯୋଗ କରନ୍ତି। 10 ନମ୍ବର ପଏଣ୍ଟ ହେଉଛି ସମଜାତୀୟତା। ଜନସଂଖ୍ୟାର ସମଜାତୀୟତା ଗ୍ରାମ୍ୟ ସମୁଦାୟର ଏକ ବିଶେଷ ଗୁଣ। ଅର୍ଥାତ୍ ଏକ ଗ୍ରାମରେ ଗ୍ରାମବାସୀମାନଙ୍କର ପୋଷାକ ପରିଚ୍ଛଦ, ଭାଷା, ବିଶ୍ୱାସ, ଜୀବନର ମୂଲ୍ୟବୋଧ, ଅଭିବୃଦ୍ଧି ଏବଂ ବ୍ୟବହାରରେ ମଧ୍ୟ ସମାନ ଦେଖିବାକୁ ମିଳେ। ସେମାନେ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବସବାସ କରନ୍ତି। କୃଷି କ୍ଷେତ୍ରରେ ସମସ୍ତଙ୍କର ମନୋନିବେଶ ଥାଏ ଏବଂ ଜୀବନ ଧାରଣ ମାନ ମଧ୍ୟ ସମାନ ହୋଇଥାଏ। 11 ନମ୍ବର ପଏଣ୍ଟ ହେଉଛି ବଳିଷ୍ଠ ସାମାଜିକ ନିୟନ୍ତ୍ରଣ। ଗ୍ରାମ୍ୟ ସମୁଦାୟରେ ଏକ ବଳିଷ୍ଠ ନିୟନ୍ତ୍ରଣ ଥାଏ ଯାହା ପ୍ରତ୍ୟକ୍ଷ ଅଟେ। ଗ୍ରାମର ପ୍ରତ୍ୟେକ ଲୋକ ବ୍ୟକ୍ତିଗତ ଭାବରେ ପରସ୍ପରକୁ ଭଲ ଭାବେ ଜାଣିଥାନ୍ତି। ତେଣୁ କୌଣସି ଅସାମାଜିକ କାର୍ଯ୍ୟକୁ ଲୁଚେଇ ଦେବା ବା ବନ୍ଦ କରିଦେବା କଷ୍ଟକର ହୋଇପଡ଼ିଥାଏ। ଆଉ ମଧ୍ୟ ଗ୍ରାମରେ ପରିବାର ଏବଂ ପ୍ରତିବେଶ ପରି ପ୍ରାଥମିକ ସମୂହଗୁଡ଼ିକ ସାମାଜିକ ନିୟନ୍ତ୍ରଣରେ ଶକ୍ତିଶାଳୀ ବାହକ ରୂପେ କାର୍ଯ୍ୟ କରିଥାନ୍ତି। ଏହି ସମୁଦାୟର ବିଚଳକ ସଦସ୍ୟମାନଙ୍କ ମଧ୍ୟରେ ପାରମ୍ପରିକ ଗ୍ରାମ ପଞ୍ଚାୟତ
ଏବଂ ଜାତି ପଞ୍ଚାୟତ ଗୁଡ଼ିକର ବ୍ୟବସ୍ଥାରେ ନିଜ ନିଜକୁ ନିୟନ୍ତ୍ରଣ ଆଣିଥାନ୍ତି ବା ନିୟନ୍ତ୍ରଣ ରଖିଥାନ୍ତି। 12 ନମ୍ବର ପଏଣ୍ଟ ହେଉଛି ସୁଖ ସ୍ୱଚ୍ଛନ୍ଦର ଅଭାବ, ସାମାଜିକ ଅର୍ଥନୈତିକ ଅଧୋଗତି ଭାରତୀୟ ଗ୍ରାମ୍ୟ ସମୁଦାୟର ଅନେକ ଗୁଣ। ପାନୀୟ ଜଳ ଯୋଗାଣ, ଚିକିତ୍ସାଳୟ, ରାସ୍ତାଘାଟ, ବିଜୁଳି ଶକ୍ତି ଏଠାରେ ପ୍ରାୟତଃ ସୁବିଧାରେ ମିଳିନଥାଏ। ଏଣୁ ଏଠାରେ ସୁବିଧା ସୁଯୋଗର ଅଭାବ ଦେଖାଦେଇଥାଏ। ନେକ୍ସଟ ପଏଣ୍ଟ ହେଉଛି ଦାରିଦ୍ର୍ୟତା। ଦାରିଦ୍ର୍ୟତା ମାନଙ୍କର ପ୍ରାୟତଃ ଦେଖାଯାଏ, କାରଣ ଚାଷ ଜମି ଗୁଡ଼ିକରେ ଚାଷ କଲାବେଳେ ଯଦି ବାତ୍ୟା ଆସିବ, ମରୁଡ଼ି ଆସିବ କିମ୍ବା କୌଣସି ଦୁର୍ଭିକ୍ଷ ପଡ଼େ, ଏ ସମୟରେ କ'ଣ ହୁଏ, ତାଙ୍କର ଯେଉଁ ଜୀବନ ଧାରଣ ମାନ କମିଯାଇଥାଏ ବା ସେ ଯେଉଁ ଆଦାୟ କରନ୍ତି ଜମିରୁ ଫସଲ ଗୁଡ଼ିକ ତା ମିଳିନଥାଏ। ତେଣୁ ଏଇ ଯେଉଁ ବିଷୟ ଆଜି ମୁଁ କହିଲି, ଏହା ସହିତ ନିରକ୍ଷରତା ରହିଛି, ଜନସଂଖ୍ୟା କମ୍ ଘନତ୍ୱ ଅଛି ଏଠି, ଆଉ ଗୋଟେ ଆତ୍ମନିର୍ଭରଶୀଳତା ଏଠି ମଧ୍ୟ ଦେଖାଯାଏ। ତେଣୁ ଏଇଗୁଡ଼ିକ ଆମେ ଆଜି ଡିସ୍କସନ୍ କଲେ, ଏହାକୁ ଆମେ ଟିକେ ପଢ଼ିବା,